କାମ ବିଗିଡ଼ି ଯାଉଛି ସଫଳ ହେବା ପୂର୍ବରୁ ଭାଗ୍ୟ ବି ସାଥ ଦେଉନାହିଁ ତ କରନ୍ତୁ ଏହି 7ଟି କାମ। 1. ଶନିବାର ଦିନ ପାଦ ନଖରେ ସୋରିଷ ତେଲ ଲଗାଇବା ଆରମ୍ଭ କରନ୍ତୁ। ଶନିବାର ଦିନ ସ୍ନାନ ପରେ ହାତ ଓ ପାଦର ନଖରେ ସୋରିଷ ତେଲ ଲଗାଇ ବାହାରିଲେ ସବୁ ବାଧା ଦୂର ହୁଏ ଓ ପ୍ରତ୍ୟେକ କାମରେ ସଫଳତା ମିଳେ। ବିଗିଡ଼ି ଯାଇଥିବା କାମ ବି ସଫଳ ହୁଏ। 2. ଗୋଲମରିଚ ବୁଣି ଦିଅନ୍ତୁ। ଘରର ଦୁଆର ବନ୍ଧ ବାହାରେ କିଛି ଗୋଲମରିଚ ବୁଣି ଦିଅନ୍ତୁ ଓ ତାହା ଉପରେ ପାଦ ରଖି ବାହାରି ଯାଆନ୍ତୁ। ପଛକୁ ମୋଡ଼ି ଦେଖନ୍ତୁ ନାହିଁ। ଏହି ଉପାୟ କଲେ ବିଗିଡ଼ା କାମ ସଫଳ ନିଶ୍ଚୟ ହେବ। ନମ୍ବର 3. ଭଗବାନ ବିଷ୍ଣୁଙ୍କ ଉପାସନା ଆରମ୍ଭ କରନ୍ତୁ। ଭଗବାନ ବିଷ୍ଣୁଙ୍କ ଉପାସନା କରନ୍ତୁ ଓ ତାଙ୍କୁ ପ୍ରସନ୍ନ କଲେ ସବୁ ବିଗିଡ଼ା କାମ ସଫଳ ହେବାକୁ ଲାଗିବ। ଗୁରୁବାର ଦିନ ଘରୁ ବାହାରିବା ପୂର୍ବରୁ ହଳଦିଆ ବସ୍ତ୍ର ପିନ୍ଧି ବାହାରନ୍ତୁ। ଏହା ବ୍ୟତୀତ ନିଜ ସହିତ ଅଳ୍ପ ଗୁଡ଼ ଚଣା ରଖନ୍ତୁ ଓ ରାସ୍ତାରେ ଗାଈକୁ ଦିଅନ୍ତୁ। ଏହି ଉପାୟ କଲେ ସବୁ କାମ ସଫଳ ହେବାକୁ ଲାଗିବ। 4. ଘରୁ ବାହାରିବା ସମୟରେ ଓଁ ଶ୍ରୀ ଗଣେଶାୟ ନମ ଜପ କରନ୍ତୁ। ଭଗବାନ ଗଣେଶ ବିଘ୍ନହର୍ତ୍ତା ଅଟନ୍ତି ଏବଂ ସେ ମଧ୍ୟ ଅଗ୍ରପୂଜ୍ୟ। ଘରୁ ବାହାରିବା ସମୟରେ ଓଁ ଶ୍ରୀ ଗଣେଶାୟ ନମ ଜପ କରି ବାହାରି ଯାଆନ୍ତୁ। ଆପଣଙ୍କ କାମ ଅବଶ୍ୟ ପୂର୍ଣ୍ଣ ହେବ, ବିଗିଡ଼ା କାମ ସମ୍ପୂର୍ଣ୍ଣ ହେବ। 5. ଶ୍ରୀ ହନୁମତେ ନମଃ ମନ୍ତ୍ର 108 ଥର ଜପ କରିବା ଆରମ୍ଭ କରନ୍ତୁ। ଗୋଟିଏ ଲେମ୍ବୁ ନେଇ ସେଥିରେ 4ଟି ଲବଙ୍ଗ ଫୋଡ଼ି ଦିଅନ୍ତୁ ଓ ଓଁ ଶ୍ରୀ ହନୁମତେ ନମଃ ମନ୍ତ୍ର 108 ଥର ଜପ କରି ଲେମ୍ବୁକୁ ନିଜ ସାଥିରେ ନେଇ ଯାଆନ୍ତୁ। ଆପଣଙ୍କ କାମ ଅବଶ୍ୟ ସଫଳ ହେବ। ଦହି ଗୁଡ଼ ମିଶାଇ ଖାଆନ୍ତୁ। ଏମିତି ମାନ୍ୟତା ଅଛି କି ଶୁଭ କାମ ପାଇଁ ଘରୁ ବାହାରିବା ପୂର୍ବରୁ ଦହି ଗୁଡ଼ ଖାଇ ବାହାରିଲେ ଶୁଭ। କିନ୍ତୁ ଏହାପରେ ବି ଯଦି ଆପଣଙ୍କ କାମ ସଫଳ ହେଉନି ତେବେ ଆପଣ ଘର ବାହାରେ କିଛି ଗୋଲମରିଚ ବୁଣି ତା ଉପରେ ପାଦ ରଖି ବାହାରନ୍ତୁ। ଆପଣଙ୍କ ବିଗିଡ଼ା କାମ ନିଶ୍ଚୟ ସଫଳ ହେବ। ତୁଳସୀ ପତ୍ର ଖାଇ ଘରୁ ବାହାରନ୍ତୁ। ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ତୁଳସୀ ଅତି ପ୍ରିୟ। ନିଜ କାମର ସଫଳତା ପାଇଁ ଘରୁ ବାହାରିବା ପୂର୍ବରୁ ତୁଳସୀ ପତ୍ର ଖାଇ ବାହାରିଲେ ଶୁଭ ହୁଏ। ଏହାଦ୍ୱାରା ଆପଣଙ୍କ କାର୍ଯ୍ୟ ସଫଳ ହେବ ଓ ବିଗିଡ଼ା କାମ ସମ୍ପୂର୍ଣ୍ଣ ହେବ। ଓଁ ଜୟ ମା ଲକ୍ଷ୍ମୀ।